ସାରେ ନବୀନ ହାରିବାର ମୁଖ୍ୟ ଚାରି କାରଣ କ'ଣ ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଆଜି ଭିଡ଼ିଓ ମାଧ୍ୟମରେ ଜାଣିବା। ନବୀନ ହାରିବାର ପ୍ରଥମ କାରଣ ହେଉଛି ପାଣ୍ଡିଆନ୍ ଫ୍ୟାକ୍ଟର। ନବୀନଙ୍କ ଠାରୁ ପାଣ୍ଡିଆନଙ୍କର କଥାବାର୍ତ୍ତା, ଚାଲିଚଳନ ତଥା ବିଜେଡିକୁ କଣ୍ଟ୍ରୋଲ କରିବାର ଯେଉଁ ମନୋଭାବ ଆସିଲା, ସାଧାରଣ ଜନତା ମାନେ ଭାବିଲେ ବୋଧହୁଏ ନବୀନକୁ ହଟାଇ ଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବ ଏବଂ ପ୍ରତି ଜାଗାରେ ସ୍ଥାନୀୟ ବିଧାୟକ ନେତାମାନଙ୍କୁ ଓଭରଟେକ୍ କରି ପାଣ୍ଡିଆନ ଯେଉଁ ସଭା ସମିତି କଲେ, ବିକାଶମୂଳକ କାର୍ଯ୍ୟ କଲେ, ଲୋକମାନଙ୍କର କେଉଁଠି ନା କେଉଁଠି ମନୋଭାବ ଆସିଲା ଯେ ବିଜୁ ଜନତା ଦଳ ବର୍ତ୍ତମାନ ଓଡ଼ିଆଙ୍କ କବଳରେ ନାହିଁ। ଦ୍ୱିତୀୟ କାରଣଟି ହେଲା ଓଡ଼ିଆ ଅସ୍ମିତା। ଓଡ଼ିଆ ଅସ୍ମିତା କହିଲେ ସାଧାରଣ ଭାବେ ସମସ୍ତ ଓଡ଼ିଆ ମାନେ ଭାବିଲେ ଯେ ଆମ ରାଜ୍ୟର ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଆମ ରାଜ୍ୟର ଜଣେ ବ୍ୟକ୍ତି ଆମକୁ ଶାସନ କରିବେ, କିନ୍ତୁ ଜଣେ ତାମିଲ ଲୋକ କିଭଳି ଭାବେ ଆମକୁ ଶାସନ କରିବ? ଯଦି ବିଜୁ ଜନତା ଦଳ ଏଥର ଜିତେ ତେବେ ପାଣ୍ଡିଆନ ନିଶ୍ଚିତ ଭାବରେ ମନୋଭାବ ଯେଉଁଭଳି ରହିଛି ସେ ନିଶ୍ଚିତ ଭାବରେ ଶାସନ କରିବେ। ତେଣୁ ଓଡ଼ିଆ ଅସ୍ମିତାକୁ ମନେ ପକାଇ ଓଡ଼ିଆ ମାନେ ଭାରତୀୟ ଜନତା ପାର୍ଟିକୁ ବିପୁଳ ମାତ୍ରାରେ ସମର୍ଥନ କଲେ। ତୃତୀୟ କାରଣଟି ହେଉଛି ଓଡ଼ିଶାର ସାଧାରଣ ଜନତା ମାନଙ୍କ ପାଖରେ ଗୋଟିଏ ପ୍ରଶ୍ନ ରହିଲା ଯେ ନବୀନଙ୍କ ପରେ ବିଜେଡିର ଉତ୍ତରଦାୟିତ୍ୱ କିଏ ନେବେ, ଉତ୍ତରାଧିକାରୀ କିଏ? ଏହାର କୌଣସି ପ୍ରକାରର ଉତ୍ତର ବିଜୁ ଜନତା ଦଳ ରଖିପାରିଲା ନାହିଁ, ଯାହା ବିରୋଧୀ ମାନେ ଷ୍ଟ୍ରଙ୍ଗ ଭାବରେ ପ୍ରଚାର ପ୍ରସାର କଲେ ନବୀନଙ୍କ ପରେ ବିଜୁ ଜନତା ଦଳର ଅସ୍ତିତ୍ୱ ନାହିଁ। ଚତୁର୍ଥ କାରଣଟି ହେଉଛି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କର ଯେଉଁ ନେତାମାନେ ବିଭିନ୍ନ ପ୍ରକାର ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଥିଲେ ଏବଂ ବିଭିନ୍ନ ପ୍ରକାର ବଳାତ୍କାର, ଗଣବଳାତ୍କାର, ଚୋରି, ତସ୍କର ମାମଲା ଏବଂ ବିଭିନ୍ନ ପ୍ରକାର ଖଣି ଦୁର୍ନୀତି, ନାରୀ ଦୁର୍ନୀତି, ବିଭିନ୍ନ ପ୍ରକାର କେସ୍ରେ ଯେଉଁମାନେ ଛନ୍ଦି ହୋଇଯାଇଥିଲେ ସେମାନଙ୍କୁ ଆକ୍ରମଣ କରି ବିଜୁ ଜନତା ଦଳ ଗୋଟିଏ ବଦମାସ ମାନଙ୍କର ଦଳ ବୋଲି ସ୍ଥାନୀୟ ବିଧାୟକ ମାନେ ଏହାକୁ ନିଶ୍ଚିତ ଭାବରେ ଲୋକମାନଙ୍କ ଆଗରେ ରଖିପାରିଲେ, ଯାହାଫଳରେ ଓଡ଼ିଶାବାସୀ ଭାବିଲେ ଯେ କେଉଁଠି ନା କେଉଁଠି ଗୋଟେ ଓଡ଼ିଆ ମାନଙ୍କ ପ୍ରତି ବିଜୁ ଜନତା ଦଳ ଆଗାମୀ ଦିନରେ କିଛି ନା କିଛି ଭୁଲ କାମ କରିବ। ସେଥିପାଇଁ ଓଡ଼ିଆ ମାନେ ଜାଗ୍ରତ ହେଲେ ଏବଂ ଓଡ଼ିଆଙ୍କୁ ଭୋଟ ଦେଲେ, ଭାରତୀୟ ଜନତା ପାର୍ଟିକୁ ଜିତେଇବା ପାଇଁ ଚେଷ୍ଟା କଲେ। ସବୁଠାରୁ ବଡ଼ କଥା ହେଉଛି ନବୀନ ପଟ୍ଟନାୟକ 2024 ନିର୍ବାଚନରେ ଓତପ୍ରୋତ ଭାବରେ ନିର୍ବାଚନରେ ଜଡ଼ିତ ହେଲେ ନାହିଁ। ବିଜୁ ଜନତା ଦଳ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ପ୍ରସାର କରିଲେ ନାହିଁ। ସେମାନଙ୍କ ପାଇଁ ଯେଉଁ ସରକାରଙ୍କର ଯୋଜନା, ଭାରତୀୟ ଜନତା ପାର୍ଟିର ଯେଉଁ ଯୋଜନା ବା ମ୍ୟାନିଫେଷ୍ଟୋ ରହିଲା ତାଠାରୁ କମ୍ ବିଜୁ ଜନତା ଦଳର ମ୍ୟାନିଫେଷ୍ଟୋ ରହିଲା, ସେ ଯାହାଫଳରେ ଲୋକମାନେ ଲୋଭ ଶକ୍ତିରେ ବିଜୁ ଜନତା ଦଳକୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ଜନତା ପାର୍ଟିକୁ ନିଜର ବହୁମୂଲ୍ୟ ଭୋଟକୁ ଦେଲେ ଏବଂ ବିଜୁ ଜନତା ଦଳକୁ ରାଜ୍ୟର ଶାସନ ଗାଦିରୁ ତଡ଼ିଦେଲେ। ଆପଣମାନଙ୍କୁ କ'ଣ ଲାଗୁଛି? ଏହି ସମସ୍ତ କାରଣ ଠିକ୍ ନା ଭୁଲ? ନିଜର ମତାମତ ପ୍ରଦାନ କରନ୍ତୁ। ବନ୍ଦେ ଉତ୍କଳ ଜନନୀ, ଜୟ ସୀତାରାମ।